ଏ ବୀଣାକୁ ବାଦନ କରି କରି ଇଏ ସ୍ୱର୍ଗପୁରକୁ ଯାତ୍ରା କରୁଥିଲେ। ଯେତେବେଳେ ସ୍ୱର୍ଗପୁରକୁ ଦେବର୍ଷି ନାରଦ ଯାଉଛନ୍ତି ବୀଣାକୁ ବାଦନ କରୁଛନ୍ତି, ପ୍ରଭୁଙ୍କର ନାମ ଉଚ୍ଚାରଣ କରୁଛନ୍ତି, ପ୍ରଭୁଙ୍କର ନାମକୁ ଭଜନ ପାଠ କରି କରି ଚାଲିଛନ୍ତି। ପହଞ୍ଚି ଗଲେ ଯାଇ କେଉଠି ଆପଣଙ୍କର ବାଲ୍ମୀକି ରାମାୟଣ। କେଉଠି ପହଞ୍ଚିଲେ ବେଲା ସ୍ୱର୍ଗପୁର 7 ତାଳ ଏ ମାଳ ଲତା ଧୀରେ देवर्षि नारद प्रभुଙ୍କର ନାମକୁ ଭଜନ ପାଠ କରି କରି ये स्वर्गपुर को यात्रा କରିଛନ୍ତି। पहुंची गले जाई आज्ञा सुधर्मा सभा मंडप ये सुधर्मा सभा रे देवराज इंद्र समस्त प्रतिष्ठित देवता मानकु एक रुंडित कराई बैठक चली ओरे सोहलोक महलोक जनलोक तपलोक देवलोक पास करिला परे जाई स्वर्गलोक सुधर्मा सभा एई सुधर्मा सभार चतुर्दिगरे बेला 84 नरक कुंड मंडल जेते पापी माने मृत्युवरण करूछंती जे 84 लक्ष नरक कुंड रे जाई निवेशित रहउछंती हेला देखिचु स्वर्ग को 4 थर गले को थरे 4 थर गलुणी थरे नुह दि थर नुहे लगातार 4 गलु 4 गला अच्छा कोन अनुभव करिलु अनुभव आपण जोटा कहले मोने देखिची आ किछ नुवा कथा कहंतु से देखी थी आज्ञा ये मानव जीवन रे बंची थिबा काल रे पुओ जहा कहले से कथा पइला सत्य ये मनीष बंची थिबा बेल रे स्वर्ग द्वार रे 84 लक्ष नरक कुंड रे पतित हेउछि रे केमिति आज्ञा मु जीवन रे बंती छी गोटे क्षुद्र कलाकार होई 2-4 पद गीत गाउछि कैलाश मोर बायक आज्ञा कोन टिके शिखि के मृदंग ठक ठक करूछि श्यामगन पालिया हिसाब रे गर्दन करूछि आज्ञा आज्ञा ना ना एते मर्त्यपुर रे समस्त कर्म रे लागि जाई छन लागिले किंतु कर्म करिला बेल रे केउठी भूल रहउछि केउठी पाप अर्जन हमें करूछे हम ज्ञान सार रे आसु नाही
ଜ୍ଞାନ ସାରରେ ଆସିବା କଥା କଥା କାହିଁକି ଆସିବା କଥା କାହିଁକି ନା ପ୍ରଭୁ ଆମକୁ ଜନ୍ମ ଦେଇଛନ୍ତି ଆମ ଜନ୍ମଟା ହେଉଛି ଅତି ଶ୍ରେଷ୍ଠ ଶ୍ରେଷ୍ଠ ଭାଗବତ କହି କଣ କହିଲେ ଆହା। ହଁ ବୋଲା ଦଏ ସର୍ବ ଶରୀର ମଧ୍ୟେ ସାର ଦଏ ଦୁର୍ଲଭ ନର କଳେ ବର ବୋଲ ବେଳର କରେ କର ବୋଲ ବେଳର କରେ କର ଆମ ମାନଙ୍କର ଜନ୍ମ ଆଜ୍ଞା ସର୍ବଶ୍ରେଷ୍ଠ ଶ୍ରେଷ୍ଠ ସେଇଥିପାଇଁ ଆମର ଜନ୍ମର ନାଁ ହେଲା ଦୁର୍ଲଭ ଜନ୍ମ ଜନ୍ମ ସେଇଥିପାଇଁ ପ୍ରଭୁ ସର୍ବପ୍ରଥମେ କରପତ୍ର ଯୋଡ଼ିକି ଆମକୁ ନମସ୍କାର କରିଛନ୍ତି ହଁ ହଁ ତାଙ୍କ କଥା ଅନୁସାରେ ଆମେ କର୍ମ କରିବା ବୋଲି ବାସ୍ ଆମକୁ ସେ ନମସ୍କାର କରିଛନ୍ତି କରିଛନ୍ତି କାହିଁକି ନମସ୍କାର କଲେ କାହିଁକି କଲେ ମାନବ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଦେଖେ ସନ୍ତୋଷ ଭଗବାନ ଦେଖେ ସନ୍ତୋଷ ଭଗବାନ ଓରେ ଆଜ୍ଞା ଇଏ ମଣିଷ ଦେହରେ ହଁ ଦିବ୍ୟ ଜ୍ଞାନକୁ ପ୍ରଭୁ ପ୍ରଦାନ କରିଛନ୍ତି କଲେ ବୋଲେ ଦିବ୍ୟ ଜ୍ଞାନ ଦେଲେ ହଁ ହଁ ମୋ ଏ ମାନବ ସମାଜ ବେଶ ପିତା ମାତାଙ୍କୁ ଭଲରେ ସେବା କରିବେ କରିବେ ଗୁରୁଜନ ବୋଲିକି ଭକ୍ତିପୂତ ଭାବରେ ପ୍ରଣାମ କରିବେ ହଁ ସତ କର୍ମ କରିବେ ବେଶ ସତ ପଥରେ ପରିଚାଳନା ହେବେ ହେବ ଏଇଥିପାଇଁ ପ୍ରଭୁ ମୋର ହଁ ଦିବ୍ୟ ଜ୍ଞାନକୁ ପ୍ରଦାନ କରାଇ ବେଶ ସର୍ବପ୍ରଥମେ ଯୋଡ଼ ହସ୍ତ ପ୍ରଣାମ ଜଣାଇଛନ୍ତି ଜଣେଇଲେ ତାହା ଆଜ୍ଞା ଏ ସଂସାରରେ ମାନବ ସମାଜ ଆଜ୍ଞା ଭୁଲିଗଲା ଭୁଲିଗଲା ଭୁଲି ଯାଇଛି ଭୁଲି ଯାଇଛି ନା ନାଇଁ କି ଆଜ୍ଞା ହଁ ହଁ ଏ ମାନବ ସମାଜ ଭୁଲି ଆମେ ମାନେ ସମସ୍ତେ ଦିବ୍ୟ ଜ୍ଞାନ ପାଇଛେ ନା ହଁ ହଁ ଯଦି ଦିବ୍ୟ ଜ୍ଞାନର ସତ୍ତା ନଥାନ୍ତା ନଥାନ୍ତା ମୋର ପିଲା ଆଜି ପାଠ ପଢି ଯାଇ ଗ୍ରାଜୁଏସନ ପାଇପାରନ୍ତା ନା ନା ମୋର ପିଲା ଚାକିରି ରୂପରେ ଗୋଟେ ପ୍ରଫେସର ହୋଇପାରନ୍ତା ନା ନା ନାଇଁ ଜ୍ଞାନ ଅଛି ଜ୍ଞାନ ଦିବ୍ୟ ଜ୍ଞାନ ଅଛି ଅଛି ପ୍ରଭୁଙ୍କର ସତ୍ୟ ପାଠ ରହିଛି ରହିଛି ପ୍ରଭୁ ଯେଉଁ ପ୍ରଣାମ କରିଛନ୍ତି ତାର ମୂଲ୍ୟ ଅଛି ଅଛି କିନ୍ତୁ କିନ୍ତୁ କେତେ ପରସେଣ୍ଟ ଖଳ ବ୍ୟକ୍ତି ହଁ ହଁ ଏ ଦୁର୍ଲଭ ଜନ୍ମ ପାଇ କରି ବାସ୍, ଏ ବାସ୍। ହେୟ ଜ୍ଞାନ ହୋଇ ଯାଇଛନ୍ତି ହେ ହେ କାହିଁକି ଏଇ ଭାଗବତ କହିବାକୁ ଯାଏ ହଁ ହଁ ବୋଲା ଯାବତ ଅଛି ମୋହ ପାଶ ହଉ ତାବତ ଜ୍ଞାନ କରେ ନାଶ ହଉ ତାବତ করে জানো নাশ যাবতে জানো করে নাশ ଏ ଜୀବ ଗୋବିନ୍ଦ ଶରଣ ହଉ ଯାବତ ନପସେ ଶରଣ ହଉ যাবতে গোবিন্দ শরণ যাবতে গোবিন্দ শরণ ତାବତ ନୁହେଁ ଆତ୍ମା ସୁଖୀ সুখী ନିରତେ ତାପତ୍ରେୟ ଦୁଃଖୀ বাস ଯୋଉ ମଣିଷ ହଁ ହଁ ମା ଗର୍ଭରେ ସତ୍ୟ ବଚନ କଥା ଦେଇକି ଆସିଛି ନିୟମ କରିକି ଆସିଛି ପ୍ରଭୁ ହେଲା ମତେ ମର୍ତ୍ତ୍ୟପୁରକୁ ଛାଡି ଦିଏ ମୋ ମା ଗର୍ଭରୁ ମତେ ବାହାର କରିଦିଏ ହଁ ହଁ ମର୍ତ୍ତ୍ୟକୁ ଗଲେ ତୋର ପୂଜା ବିଧି ତୋର ନାମ ଭଜନ କରିବି করিবি ଗୁରୁଦେବ ମମତାମୟୀ ମାର ଚରଣାରବିନ୍ଦରେ ଶରଣ ନେବି শরণ নেবি ସମସ୍ତେ ଆମେ ମା ଗର୍ଭରେ ଏଇ କଥା କହିକି ଆସିଛୁ কহিকি আসি ପ୍ରତ୍ୟେକ ଦୀକ୍ଷା ଡିପାର୍ଟମେଣ୍ଟ ପ୍ରଥମ ଆନ୍ସର ଏଇଆ হ্যাঁ ଦ୍ୱିତୀୟ ବାଟ ନାହିଁ ନାହିଁ ତେଣୁ ଆମେ ଦିବ୍ୟ ଜ୍ଞାନ ପାଇଛେ পাইছে ପ୍ରଭୁର ସତ କଥା ଯୋଉ ନିୟମ କରିକି ଆସିଛେ হ্যাঁ হ্যাঁ ଆମେ ସମସ୍ତେ ନିୟମ ଉଲ୍ଲଂଘନ କରିଦେଇଛେ ତେଣୁ କେମିତି ସଜାଗ ହବା ନା ସେଇ ପ୍ରଭୁଙ୍କର ନାମକୁ କର୍ଣ୍ଣପାତ କରିବା ଭଜନ କରିବା ভজন করিবা ବ୍ୟାସ କୁହନ୍ତି কଣ কহিলে କହିଲା ହସ୍ତଂ ପବିତ୍ର ଯଦି ଦାନ ପୁଣ୍ୟ ହସ୍ତଂ ପବିତ୍ର ଯଦି ତୀର୍ଥ ଧାମ ଏ ହୃଦଂ ପବିତ୍ର ଯଦି ବ୍ରହ୍ମ ଜ୍ଞାନ ଏ ମୁଖଂ ପବିତ୍ର ଯଥା କୃଷ୍ଣ ନାମ ଏ କର୍ମ ଯିଏ ନ କରି ପାରୁଛି ଜି ଥାଉ ଥାଉ ସିଏ ନର୍କଗାମୀ ବା ନର୍କରେ ପତିତ ହଉଛି ବାବା ସାରେ ପଇସା ଗୁନ୍ଥା ହେଲା ପଇସା ତକ ଆପଣ ନେବେ ସେଫ୍ଟି ତକ ମତେ ଦେବେ আরে কଣ କରିବୁ କିରେ ଆଜ୍ଞା ସାର୍ଟରେ ବର୍ତ୍ତମାନ ନାହିଁ କା ପଇସା ନଥିଲା କିରେ ଶୀତ ଦିନ ସାର୍ଟରେ ବର୍ତ୍ତମାନ ହାତ କାଟି ଉମା,
ମଙ୍ଗଳ କରନ୍ତୁ। ପାଠ ପଢୁଛୁ କୋଉ କ୍ଲାସ? ନା କହ। ରାନୀ ରାଣୀ ପଣ୍ଡା, ଗୋବିନ୍ଦ, ସୁଭ୍ରଜିତ, ସୁଭ୍ରଜିତ ପୁରା ଫୁଲ ଆରମ୍ଭରୁ ଶେଷ ଯାକେ ଶୁଭ ହଉଛି ହଉଛି ଆଉ। ହଉ ଆଜି ମୋର ଭଲ ଭଲ କୈଳାସ ଆଜ୍ଞା ସେଇ ପ୍ରଭୁଙ୍କର ଧର୍ମ ଦରବାରରେ ହେଲା ହେଲା ଏ ବାଳୁତ ପିଲା ଦୁଇଙ୍କ ଭବିଷ୍ୟତ ପାଇଁ ପଦୁଟି ଆପତ୍ତି କରିବା। ହଁ ହଁ ଆ? ଗୋଟିଏ ପଦ ଗୀତ ଗୋବିନ୍ଦ ଗୀତ ଗୋବିନ୍ଦ ବୋଲା ସଜଳ ଜଳଦ ନୀଳ ଦର୍ଶିତ ଦାର ନୀଳ ହଁ ହଁ ଏ କର ତଳ ଧୃତ ଶୈଳ ବେଣୁ ବାଦ୍ୟର ଶାଳ ଏ ବ୍ରଜଜନ କୁଳ ପାଳ କାମିନୀ କେଳି ଲୋଳ ଏ ତରୁଣ ତୁଳସୀ ମାଳ ନୌମି ଗୋପାଳ ଯଶୋଦାନନ୍ଦ ନାରାୟଣ ହେ ପତିତ ପାବନ ନାରାୟଣ ହେ ବିପଦ ଭଞ୍ଜନ ନାରାୟଣ ହେ ଜୟ ମହାବାହୁ ପଦର ତଳେ ଏହି ଭାବ ଥାଉ ଆମ ଠାକୁରଙ୍କର ରୂପ ଦେଖିଲ ନାରଦ ମନମୁତରେ ଯାଇ ପ୍ରଣିପାତ୍ୟ ଧୂପ ତାକୁ କିଏ ପ୍ରଭୁଙ୍କର ପଦାରବିନ୍ଦରେ ଦେବର୍ଷି ନାରଦ ବସି ପଡିଛନ୍ତି। ହେଲା ହେଲା ଠାକୁର କହିଲେ ନାରଦ ନାରଦ ବହୁଦିନ ପରେ ଆଜି ଅରଣ୍ୟରେ ଦର୍ଶନ ଦେଲ ହଁ ହଁ କଣ କାର୍ଯ୍ୟ? କଣ କାର୍ଯ୍ୟ ନା ଆଜ୍ଞା ଗୋଟେ ଦୃଢ ତତ୍ତ୍ୱ ନେଇ ଆସିଛି ଆସିଛି ଆପଣଙ୍କର ଆପଣଙ୍କର ଗୋଟିଏ ବାର୍ତ୍ତା ଦବା ପାଇଁ ଆସିଛି। ହଁ 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 ନା କଣ ସେ ବାର୍ତ୍ତା? କଣ ବାର୍ତ୍ତା ନା ଯାଇଥିଲି ମୁଁ ସୁଧର୍ମା ହଁ ହଁ ସୁଧର୍ମା ଯାଇଥିଲି କାର୍ଯ୍ୟରେ ଯୋଗ ଦେଇ ପାରିଲି ନାହିଁ। ନା ନା କାରଣ କାରଣ ଆପଣଙ୍କର ପିତାମହ ବେଶ ଆତ୍ମା ଆତ୍ମା ଏ ଦୁଃଖରେ ଆଜି କ୍ରନ୍ଦନ କରି କହିଛନ୍ତି ହି ହି ହି। ତୁମେ ଯଥାଶୀଘ୍ର ତାଙ୍କୁ ଫଳମୂଳରେ ଶ୍ରାଦ୍ଧ ଦେଲେ ହଁ ହଁ ଖାଲି ଫଳମୂଳ ନୁହଁ ଆଉ କଣ ଯେମିତି ଶ୍ରାଦ୍ଧ ଦିଆଯାଏ ଗୃହସ୍ଥ ଧର୍ମରେ ହଁ ହଁ ସେଇଭଳି ସେଇଭଳି ଏବଂ ସେ ଆଶା କରିଛନ୍ତି ହଁ 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 ଗଣ୍ଡା ମାଂସରେ ଶ୍ରାଦ୍ଧ ଦେବେ। ଗଣ୍ଡା ମାସ କୋଉଠୁ ଆସିବ ଶ୍ରାଦ୍ଧ ଦେଲେ ବାପା ଉଦ୍ଧାର ହୋଇଯିବେ। ହେବେ ରାମ ଠାକୁର ଚିନ୍ତା ରାମ ଠାକୁର ଚିନ୍ତା କଲେ କହିଲେ ବିପଦରେ ମୁଁ ପଡିଛି ବେଶ ଦୁଃଖରେ ରହିଛି ହଁ ହଁ ପିତାଙ୍କର ସତ୍ୟ ବଚନ ପାଳନ ଦ୍ୱାରା ଆଜି ମୁଁ ରାଜ୍ୟ ପରିହରା ହୋଇଯାଇଛି। ହେଲା ହେଲା ମା କୈକେୟୀ ମୋର ବନବାସ କର୍ମକୁ ଦେଇଛନ୍ତି। ବେଶ ଆଗକୁ କଣ ଅଛି କହିପାରିବି ନା ନାହିଁ ନା କିନ୍ତୁ କିନ୍ତୁ ମୋର ଭାଗ୍ୟ ସେଇଆ ବେଶ ମୋର କପାଳ ସେଇଆ ସେଇଆ ଗୃହସ୍ଥ ଧର୍ମକୁ ପ୍ରତିପାଳନ କରୁଛନ୍ତି ବ୍ରହ୍ମମୟ ପୁରୁଷ ରାମ ଠାକୁର। ଦେଖନ୍ତୁ ଠାକୁର। ଆଜ୍ଞା, ସେ ସ୍ୱୟଂ ଠାକୁର ନା ହଁ ହଁ ଯାହା ଚାହିଁବେ ତାହା କରିପାରିବେ। ବେଶ ଯେତେବେଳେ ଯୋଉ କ୍ଷଣରେ ଯାହା ଚାହିଁବେ ପ୍ରଭୁ ତାହା କରିପାରିବେ ହଁ ଏବଂ ଉଦ୍ଧାର କରୁଛନ୍ତି ସେଇ ଦୁଃଖ ବେଳରେ। ବେଶ ତେଣୁ ସେ କାହିଁକି ଆଜି ନିଷ୍ପେଷିତ ଅଛନ୍ତି? କାହିଁକି ନା ଗୃହସ୍ଥ ଧର୍ମ କର୍ମକୁ ସତ ବାଟରେ ପରିଚାଳନା କରିଲେ ବେଶ ଏ ଜନ ସମାଜ ମାନବ ସମାଜ ଦେଖିକି ହଁ ସେଇ ସତ ରାସ୍ତାରେ ପରିଚାଳନା ହେବେ। ଆପଣ ବିଳମ୍ବ ନ କରି ଯଥାଶୀଘ୍ର ଗଣ୍ଡା ମାଂସରେ ଶ୍ରାଦ୍ଧ ଦିଅନ୍ତୁ ବାପାଙ୍କୁ। ବାପା ଉଦ୍ଧାର ପାଇବେ। ବାପା ଉଦ୍ଧାର ପାଇବେ ଅପେକ୍ଷା କରିଛନ୍ତି। କାଳ ବିଳମ୍ବ କରନା। ନା ନା ରାମ ଠାକୁର କହିଲେ କଣ କହିଲେ ଜଙ୍ଗଲରେ ମୁଁ ରହିଛି ଜଙ୍ଗଲ ନିବାସୀ ବେଶ ଯାହା ହବ ଯେ
ଏ 108 ଜଣ ବ୍ରାହ୍ମଣ ମୁଁ ପାଇବି କେଉଁଠି? ମୁଁ କୋଉଠୁ ପାଇବି? ଜଙ୍ଗଲକୁ କିଏ ଆସିବ? ଜଙ୍ଗଲ କିଏ ଆସିବ? ଦେବର୍ଷି ନାରଦ ଦାୟିତ୍ୱ ନେଲେ। ନେଲେ କହିଲେ ସେ 108 ବ୍ରାହ୍ମଣକୁ ମୁଁ ଆଣିବି ନିମନ୍ତ୍ରଣ କରି। ହେଲା ଆପଣ ହଁ ଆଉ ସବୁ ଅନ୍ୟ ଜିନିଷ ଯୋଗାଡ଼ କର। ଯୋଗାଡ଼ କର। ଏତିକି କହିଦେଇ ନାରଦ ଚଳିଗଲେ। ହଁ 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 ଧୀରେ କରିଲେ ଗମନ କରିଲେ ଗମନ ଧୀରେ କରିଲେ ଗମନ କରିଲେ ଗମନ ଭଲ କରିଲେ ଗମନ କରିଲେ ଗମନ ନିମନ୍ତ୍ରଣ କରି ଆଣିବେ 108 ଜଣ। ଧୀରେ କରିଲେ ଗମନ କରିଲେ ଗମନ ପ୍ରାଣ ହୋଇ ପରି ଧନ ଧୀରେ କରିଲେ ଗମନ କରିଲେ ଗମନ ଧୀରେ କରିଲେ ଗମନ କରିଲେ ଗମନ ଲକ୍ଷ୍ମଣକୁ ନିର୍ଦ୍ଦେଶରେ ଦେଲେ ରଘୁତମ। କରିଲେ ଗମନ କରିଲେ ଗମନ ଭଲ କରିଲେ ଗମନ କରିଲେ ଗମନ ଦେବର୍ଷି ନାରଦ ଯାଇଛନ୍ତି 108 ବ୍ରାହ୍ମଣକୁ ଆଣିବା ପାଇଁ। ଆଣିବା ପାଇଁ ଗଲେ ଆମ ଗାଁକୁ ଆଇଲେନି, ଆମ ଗାଁରେ ଘଣ୍ଟା ଘଣ୍ଟା ବାମୁଣ କଣ ବକ୍ତା କହୁଛନ୍ତି? ହଉ ତା ଚୋରଟା ଏତିକି ବେଳରେ ଆଜ୍ଞା ହଁ ହଁ ଗଣ୍ଡାଟିଏ ନିହାତି ଆବଶ୍ୟକ। ହଁ ରାମ ଠାକୁର ହଁ ଲକ୍ଷ୍ମଣକୁ ଟିକେ ଚାହିଁଲେ। ଚାହିଁଲେ ଲକ୍ଷ୍ମଣ କହିଲେ ଭାଇ କିଛି ନିର୍ଦ୍ଦେଶ ଦେବେ। ଦେବେ ସମ୍ମୁଖରେ ଛିଡା ହେଲେ। ଛିଡା ହେଲେ କହିଲେ ଭାଇ ଭାଇ କଣ ଆଦେଶ ଅଛି? ଆଦେଶ ଅଛି କଣ କୁହ ଭାଇ ଆଦେଶ ଏଇଆ ରହିଛି। ହଁ ହଁ ଆଁ? ବୋଲା ପିତାଙ୍କର ଶ୍ରାଦ୍ଧ ଦେବା ଅଟେ ଆମ୍ଭ କର୍ମ। ଅଟେ ଆମ କର୍ମରେ ଭାଇ ଅଟେ ଆମ କର୍ମ ଗଣ୍ଡା ମାଂସ କାଣିବାରେ ଅଟଇ ସୁଧର୍ମ ପିଲେ। ଅଟଏ ସୁଧର୍ମ କହିଲେ ଲକ୍ଷ୍ମଣ ହଁ ତୁମେ ଅରଣ୍ୟକୁ ଯାଅ, ଯାଅ ଗଣ୍ଡାଟେ ନିହାତି ବଦ୍ଧ କରି ବେଶ ନେଇ ଆସିଲେ ସେଇ ମାଂସରେ ବାପାଙ୍କୁ ଶ୍ରାଦ୍ଧ ଦେବ। ଶ୍ରାଦ୍ଧ ଦବା ବାପା ନର୍କଗାମୀ ହୋଇଛନ୍ତି, ହଁ ହଁ କ୍ରନ୍ଦନ କରୁଛନ୍ତି, ଖବର ଆସିଲା। ଆସିଲା ଯଦି ପିତାମହଙ୍କୁ ଆମେ ନର୍କରୁ ଉଦ୍ଧାର ନ କରିବା ହା 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 ତାହେଲେ ସୁପୁତ୍ର ବୋଲି ଆମେ ସାର୍ଟିଫିକେଟ ପାଇପାରିବା ନାହିଁ ରେ। ବିଳମ୍ବ କଲେ ନାହିଁ ଆଜ୍ଞା ଲକ୍ଷ୍ମଣ। ଲକ୍ଷ୍ମଣ ବିଳମ୍ବ କଲେ ହେଲା ଜ୍ୟେଷ୍ଠ ଭ୍ରାତାଙ୍କ ଆଦେଶ ପାଇ ସୁମିତ୍ରାଙ୍କ ଶିଷ୍ୟ ଆଏ ସୁଭଦ୍ରାଙ୍କ ଶିଷ୍ୟ ଆଏ ସୁମିତ୍ରାଙ୍କ ଶିଷ୍ୟ ଜ୍ୟେଷ୍ଠ ଭ୍ରାତାଙ୍କ ଆଦେଶ ପାଇ ସୁମିତ୍ରାଙ୍କ ଶିଷ୍ୟ ଆଏ ସୁମିତ୍ରାଙ୍କ ଶିଷ୍ୟ ଆଏ ସୁମିତ୍ରାଙ୍କ ଶିଷ୍ୟ ଧନୁ ଧରି ବାହାରିଲେ ପ୍ରଣାମ କରି ଅଣ୍ଡା କଲେ ଅନସଣ ଅଣ୍ଡା କଲେ ଅନସଣ ଲତା ଉଆନରେ ଥିଲା ତୋରେ ବାଟରେ ହାତ ବଳେ ମାୟା କରିଲା ହାତ ବଳେ ମାୟା କରିଲା ଜୀବଜନ୍ତୁ ଜଙ୍ଗଲରେ କରିକି ଦେଲା ରଘୁନାଥଙ୍କର ନିର୍ଦ୍ଦେଶ ପାଇ ସାନୁଜ ଲକ୍ଷ୍ମଣ ଲକ୍ଷ୍ମଣ ଧନୁଶରକୁ ହସ୍ତରେ ଧରି ହେଲା ଗଣ୍ଡାଟିଏ ବଧ କରି ଆଣିବା ପାଇଁ ବେଶ ଜଙ୍ଗଲକୁ ଚାଲିଗଲେ। ଚାଲିଗଲା ପଞ୍ଚବଟୀ ବନସ୍ଥ ହଁ ପଞ୍ଚବଟୀ ବନସ୍ଥର ଆଜ୍ଞା ଉତ୍ତର ଦିଗରେ ନଦୀ ଗୋଦାବରୀ। ଗୋଦାବରୀ କୈଳାସରେ ଏଇ ପାଠ ସାଠ ପଢିଛନ୍ତି? ପଢିଛୁ କି? ଏବେ ତ ଆମର ଏ ସଂସାର ଭିତରେ ହଁ, ହଁ। ଯେ ଶିକ୍ଷା ବିଭାଗ ବହୁତ ଅଗ୍ରସର ହୋଇଛି, ହେଲାଣି ଆଗେଇଲାଣି। ହଁ 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 ଆଜ୍ଞା ଏ ପୁଅରେ ଆଜ୍ଞା ହେଇଛି କହିବି ମୁଁ ଟିକେ। ତୁ କଣ କହିଦେ, କହିବୁ? କହିଦେ। ଆଜ୍ଞା 8ଟା କ୍ଲାସରେ 3ଟା ମାଷ୍ଟର ଅଗ୍ରଗତି ହେଇଛି କଣ ଅଗ୍ରଗତି ହୋଇଛି ସ୍କୁଲ ଦୋ ମହଲା
কৈଳାସ ମାଷ୍ଟର ତିନିଟା 8ଟା କ୍ଲାସରେ 3 ମାଷ୍ଟର ହେଲେ ଚିନ୍ତା ନାହିଁ କିଛି କାରଣ ଏ କମ୍ପ୍ୟୁଟର ଯୁଗ ହେଲା ଇଏ ତ ଗାଈ ଚରେଇ ଆଇଛନ୍ତି ଆଉ ଘରେ ପିଲାମାନେ ଆମର ମୋବାଇଲ ମାରିକି ପାଠ ପଢିବେ ଆବଶ୍ୟକ ନାହିଁ ସ୍କୁଲକୁ ଯିବା କହିବାର ଲକ୍ଷ୍ୟ ପୁଅର ତ୍ରେତୟା ଯୁଗରେ ଶିକ୍ଷା ବିଭାଗ ଥିଲା ଜ୍ୟୋତିର୍ବିଦ ଅର୍ଥାତ ଯଦୁର୍ବେଦରୁ ଯିଏ ଉତ୍ପତ୍ତି ଜ୍ୟୋତିର୍ବିଦ ଏ ଜ୍ୟୋତିର୍ବିଦ ପାଠ ବଳରେ ଧର୍ମରାଜ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଠାକୁର ଗୃହସ୍ଥ ଧର୍ମକୁ ପ୍ରତିପାଳନ କରି କରି ଚାଲିଛନ୍ତି ପିଲାମାନେ କୋଉ ଶୈଳୀରେ ଚଳିବେ ବାପ ମା ମାନଙ୍କୁ କେମିତି ସେବା କରିବେ ବଡ ମାନଙ୍କୁ କେମିତି ଭକ୍ତି କରିବେ ସାନ ମାନଙ୍କୁ କେମିତି ସ୍ନେହ ଦବା ଭାଇ ଭଉଣୀର କେମିତି ସମ୍ପର୍କ ରହିବ ଭାଇଙ୍କ ଭିତରେ କି ପ୍ରକାର ମଧୁର ମାଡ଼ଗୋଡ଼ି ହବ ଭାଇ ଭାଇରେ ମାଡ଼ଗୋଡ଼ି ହବ ମାଳବଳି ହେଲେ ସିନା ଭାଗ ଛିଡ଼ିବ ଏଇ ଗୃହସ୍ଥ ଧର୍ମର 11 ପଏଣ୍ଟକୁ ରାମ ଠାକୁର ଗୃହସ୍ଥ ଧର୍ମରେ ପରିଲକ୍ଷିତ କରିବା ପାଇଁ ଶିବଙ୍କ ଠାକୁର ଭଗବାନ ଶଙ୍କରଙ୍କର ଆହ୍ୱାନ କ୍ରମେ ତ୍ରେତୟା ଯୁଗରେ ବ୍ରହ୍ମମୟ ପୁରୁଷ ରାମ ଠାକୁର ଆବିର୍ଭାବ ଏହା ନିରାଟ ସତ୍ୟ ଅନେକ ପ୍ରମାଣ ଆମେ ଯେତିକି ରାମାୟଣ ପଢିକି ଦେଖୁଛେ ସେତିକି କଥା ଛାଡ଼ ଇଏ କହିବାର କଥା ଶିକ୍ଷା ବିଭାଗ ଆଗେଇଲା ବେଳରେ ତ୍ରେତୟା ଯୁଗରେ ଜ୍ୟୋତିର୍ବିଦ ଶିକ୍ଷା ଅଗ୍ରସର ଯଦି ଅଗ୍ରସର ଥିଲା ଲକ୍ଷଣ ପାଠ ପଢିଥିଲେ ନାଇଁ ପାଠ ପଢୁନଥିଲେ ଲକ୍ଷଣ ପଢିଥିଲେ ନାଇଁ ମୁଁ ଯାଇଥିଲି ପଢୁନଥିଲି ଲକ୍ଷଣ ପାଠ ପଢି ନଥିଲେ କେଉଁଠି ପାଠ ପଢିଲେ ବେଲା ପଞ୍ଚବଟୀ ବହନ ସ୍ତରରେ କଲେ ଶିକ୍ଷା ପଞ୍ଚବଟୀରେ ଲକ୍ଷଣକୁ ଯେତେବେଳେ ଶିକ୍ଷା ଦାନ ଦେଲେ ବାମକରେ ବସିଛନ୍ତି ମା ଜଗତ ଜନନୀ ସୀତା ମା ସୀତା ଟିକେ କୌତୁହଳରେ ହସିଲେ କହିଲେ ସ୍ୱାମୀ ଆଜ୍ଞା ସୀତା ଆସିଲେ ଆରେ ବାଳୁଙ୍ଗା ମା କଣ ଏମିତି ହସୁଥିଲେ ଛାଡେ ସମୟ ନାହିଁ ମା ଟିକେ ହସିଦେଲେ କାହିଁକି ହସିଲେ ପ୍ରଭୁ ଜାଣିପାରିଲେ ପ୍ରଭୁ କହିଲେ ତମେ ତ ତାଳ ଗଛ ଭଳିଆ ଭେଣ୍ଡା ତମ ଭାଇ ତ ଗୋଦନ୍ତ ହୁଣ୍ଡା ଏଇ ସମୟରେ ଗୋଦନ୍ତ ହୁଣ୍ଡା ଯେତେବେଳେ କାନରେ ପଡିଗଲା ଲକ୍ଷଣଙ୍କର ବାତା ଚରଣକୁ ଧରି